ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ। ଆଜି ହେଉଛି ଜାନୁଆରୀ ମାସ 6 ତାରିଖ ମଙ୍ଗଳବାର। ଆପଣମାନଙ୍କ ପାଇଁ ନେଇ ଆସିଛି ଆଜି ଦିନର କେତୋଟି ଗୁରୁତ୍ୱପୂର୍ଣ୍ଣ ଖବର। ସେଥିପାଇଁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଆପଣଙ୍କର ଭଲ ପାଇବା ସ୍ୱରୂପ ଗୋଟେ ଗୋଟେ ଲାଇକ୍ କରିଦିଅନ୍ତୁ। ତା ପୂର୍ବରୁ ଚ୍ୟାନେଲକୁ ନୂଆ କରି ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଏମିତି ପ୍ରତିଦିନ ଲାଟେଷ୍ଟ ନ୍ୟୁଜ୍ ସର୍ବପ୍ରଥମେ ଦେଖିବା ପାଇଁ ଏବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା। ଆଜିର ପ୍ରଥମ ଖବର AQI ବୃଦ୍ଧିକୁ ନେଇ ବାଲେଶ୍ୱର ପାଇଁ ଜାରି ହେଲା ପ୍ରଦୂଷଣ କଟକଣା। ଆଗାମୀ 7 ଦିନ ପାଇଁ ଗାଇଡଲାଇନ୍। ବାଲେଶ୍ୱର ଜିଲ୍ଲାରେ ବର୍ତ୍ତମାନ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଉଥିବା ବେଳେ ଜିଲ୍ଲାପାଳ ଗାଇଡଲାଇନ୍ ଜାରି କରିଛନ୍ତି। GRFP ଷ୍ଟେଜ୍ 2 ମାର୍ଗଦର୍ଶିକା ଅନୁସାରେ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଭାରତୀୟ ନାଗରିକ ସୁରକ୍ଷା ସଂହିତା BNSS ଧାରା 163 ଅନୁଯାୟୀ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ସହ ନିୟନ୍ତ୍ରଣାତ୍ମକ ପଦକ୍ଷେପ ଲାଗୁ କରାଯାଇଛି। ଏହି ଆଦେଶ ବାଲେଶ୍ୱର ପୌରପାଳିକା ଏବଂ ଅନ୍ୟ NSE ଓ ମ୍ୟୁନିସିପାଲିଟି ULB ଅଞ୍ଚଳରେ ଆଗାମୀ 7 ଦିନ ଯାଏଁ ବଳବତ୍ତର ରହିବ। ଆବଶ୍ୟକ ପଡ଼ିଲେ ଏହାର ଅବଧି ବୃଦ୍ଧି ପାଇବ ବୋଲି କୁହାଯାଇଛି। ବାଲେଶ୍ୱର ପାଇଁ ଗାଇଡଲାଇନ୍। ପ୍ରତିଦିନ ସନ୍ଧ୍ୟା 6ରୁ ପ୍ରଭାତ 10ଟା ପର୍ଯ୍ୟନ୍ତ ସମସ୍ତ ପ୍ରକାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ନିଷିଦ୍ଧ। ପୌରପାଳିକା ULB ସୀମା ଭିତରେ ଭଙ୍ଗାରୁଜା ଓ ମାଟି କାମ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ। ପୌରପାଳିକା ପକ୍ଷରୁ ସମସ୍ତ ରାସ୍ତାରେ ଦିନକୁ ଅତି କମ୍ରେ 3 ଥର ପାଣି ପକାଯିବ। ବାଲେଶ୍ୱର ସହରର ଅନ୍ୟାନ୍ୟ ULB ଅଞ୍ଚଳରେ ଭାରୀ ଟ୍ରକ୍ ପ୍ରବେଶ ସମ୍ପୂର୍ଣ୍ଣ ନିଷିଦ୍ଧ। ଆବର୍ଜନା ଖୋଲା ଜଳାଇବା, ଢାବାରେ କୋଇଲା ଜଳାଇବା ଏବଂ ଯେକୌଣସି ପ୍ରକାର ଖୋଳା ଅଗ୍ନି ସମ୍ପୂର୍ଣ୍ଣ ନିଷିଦ୍ଧ ବୋଲି ସୂଚନା ଦିଆଯାଇଛି। ପରବର୍ତ୍ତୀ ଖବର 60,000 ଟଙ୍କା ଲାଞ୍ଚ ନେବା ବେଳେ 2 ଯନ୍ତ୍ରୀ ଗିରଫ ହୋଇଛନ୍ତି। ଉଦଳା ଉଠା ଜଳସେଚନ ବିଭାଗର 2 ଯନ୍ତ୍ରୀଙ୍କୁ ଗିରଫ କଲା ଭିଜିଲାନ୍ସ। SDO ହରେକୃଷ୍ଣ ସିଂ ଓ ଜେଇ ସୁବ୍ରତ ମହାନ୍ତି ଗିରଫ। 42 ଲକ୍ଷର ବିଲ୍ ପାସ୍ କରାଇବା ପାଇଁ ଠିକାଦାରଙ୍କ ଠାରୁ ଲାଞ୍ଚ ନେଉଥିଲେ। ଲାଞ୍ଚର ପ୍ରଥମ କିସ୍ତି ଦାବି ଏବଂ ଗ୍ରହଣ କରୁଥିବା ସମୟରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଉଭୟେ ଧରାପଡ଼ିଛନ୍ତି। ଠିକାଦାର 25 ଲକ୍ଷ ଟଙ୍କାର ଏକ ପ୍ରକଳ୍ପ ଶେଷ କରିଥିଲେ, କିନ୍ତୁ AEE ଏବଂ ଜେଇ ପ୍ରାୟ 5 ଲକ୍ଷ ମୂଲ୍ୟର ବିଲ୍ ଅଟକାଇ ରଖିଥିଲେ। ସୁରକ୍ଷା ଜମା ପ୍ରଦାନ କରିଥିଲେ ଏବଂ 4.5% AEE ପାଇଁ 1.5% ଏବଂ ଜେଇ ପାଇଁ 3% ଅର୍ଥାତ୍ 1.10 ଲକ୍ଷ ଲାଞ୍ଚ ଦାବି କରୁଥିଲେ। ଏପରି ଅସୁବିଧାର ସମ୍ମୁଖୀନ ହୋଇ ଠିକାଦାର ଭିଜିଲାନ୍ସ ଅଧିକାରୀଙ୍କ ସହିତ ଯୋଗାଯୋଗ କରିଥିଲେ। ଆଜି AEE ଏବଂ ଜେଇ ଉଭୟ ଲାଞ୍ଚ ପ୍ରଥମ କିସ୍ତି ଗ୍ରହଣ କରିବା ସମୟରେ ଭିଜିଲାନ୍ସ ଦ୍ୱାରା ରେଡ୍ ହ୍ୟାଣ୍ଡ ଧରା ପଡ଼ିଥିଲେ। ଅଭିଯୁକ୍ତ ଅଧିକାରୀଙ୍କ ଠାରୁ 60,000 ଟଙ୍କା ଲାଞ୍ଚ ରାଶି ଉଦ୍ଧାର କରାଯାଇଛି। ଏହି କାର୍ଯ୍ୟାନୁଷ୍ଠାନ ପରେ AEEଙ୍କ ସହ ଜଡ଼ିତ 2ଟି ସ୍ଥାନରେ ଏବଂ ଜେଇଙ୍କ ଲିଙ୍କ ଥିବା 3ଟି ସ୍ଥାନରେ DA ଦୃଷ୍ଟିକୋଣରୁ ଏକକାଳୀନ ତଲାସ ଚାଲିଛି। ବାଲେଶ୍ୱର ଭିଜିଲାନ୍ସ PS କେସ୍ ନମ୍ବର 1/2024 US 7 PC ସଂଶୋଧନ ଆଇନ 2018 ଅନୁଯାୟୀ ଅଭିଯୁକ୍ତ AEE ଏବଂ ଜେଇଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରାଯାଇଛି। ବିସ୍ତୃତ ରିପୋର୍ଟ ଖୁବ୍ ଶୀଘ୍ର ପ୍ରକାଶ କରାଯିବ ବୋଲି ସୂଚନା ମିଳିଛି। ପରବର୍ତ୍ତୀ ଖବର ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ ସୋମବାର ଭୁବନେଶ୍ୱର ସ୍ଥିତ ଲୋକସେବା ଭବନରେ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ସାକ୍ଷାତ କରି ମୁଖ୍ୟ ଶାସନ ସଚିବ ଭାବରେ ଦାୟିତ୍ୱ ନେଇଥିବା ବେଳେ ସେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହୋଇଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେହିଭଳି ଇଂରାଜୀ ନବବର୍ଷର ଶୁଭକାମନା ଜଣାଇଛନ୍ତି। ଏହି ଅବସରରେ ଜିଲ୍ଲାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଓ ତାର ଅନୁଦାନ ଏବଂ ଚାଷୀମାନଙ୍କ ଲାଗି ରହିଥିବା ସମସ୍ୟା ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ଗଜପତି ଏକ ଆଦିବାସୀ ବହୁଳ ଏବଂ କେନ୍ଦ୍ର ସରକାରଙ୍କ ଆକାଂକ୍ଷା ଜିଲ୍ଲା ହୋଇଥିବାରୁ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ। ବିଶେଷ କରି ଜିଲ୍ଲାପାଳ ପଦବୀରେ ଜଣେ IASକୁ ଦେବା ପାଇଁ ଅନୁରୋଧ କରିଥିଲେ। ପ୍ରତିକ୍ରିୟା ନୂତନ ଜିଲ୍ଲାପାଳ ଭାବେ ଜଣେ IASକୁ ଦାୟିତ୍ୱ ଦିଆଯାଇଥିବା କହିଥିଲେ। ମଧ୍ୟ ପ୍ରତ୍ୟେକ ସମୟରେ ଜିଲ୍ଲାପାଳଙ୍କ ବଦଳି ଯୋଗୁଁ ଜିଲ୍ଲାର ବିକାଶମୂଳକ କାର୍ଯ୍ୟର ଅଗ୍ରଗତିରେ ବାଧା ସୃଷ୍ଟି ହେଉଥିବା ବିଧାୟକ ଅବଗତ କରାଇଥିଲେ। ଆଗାମୀ ସମୟରେ ସେଥିପ୍ରତି ଧ୍ୟାନ ଦେବାକୁ ମୁଖ୍ୟ ଶାସନ ସଚିବ ପ୍ରତିଶ୍ରୁତି ଦେଇଥିବା ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ପରବର୍ତ୍ତୀ ଖବର ସରକାରଙ୍କ ସହ ଆଲୋଚନା ବିଫଳ। ବଡ଼ ନିଷ୍ପତ୍ତି ନେଲେ ମିଲର, ମୁଣ୍ଡରେ ହାତ ଦେଲେ ଚାଷୀ। ରାଜ୍ୟରେ ସୃଷ୍ଟି ହୋଇପାରେ ଚାଉଳ ସଙ୍କଟ। ବିଭିନ୍ନ ଦାବିକୁ ନେଇ ରାଜ୍ୟ ସରକାରଙ୍କ ସହ ଚାଉଳ ମିଲର ସଂଘର ଆଲୋଚନା ବିଫଳ ହୋଇଛି। ଫଳରେ ମିଲରମାନେ ସେମାନଙ୍କ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ପକ୍ଷରୁ ଦାବି ପୂରଣ ନେଇ କୌଣସି ଲିଖିତ ପ୍ରତିଶ୍ରୁତି ନ ମିଳିବାରୁ ସାରା ରାଜ୍ୟରେ ଚାଉଳ କଳ ପରିଚାଳନା ବନ୍ଦ ରହିବ ବୋଲି ସଂଘ ଘୋଷଣା କରିଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସହ ଅନୁଷ୍ଠିତ ବୈଠକ ଅମୀମାଂସିତ ରହିବା ପରେ ମିଲର ସଂଘ ନିଜ ଜିଦ୍ରେ ଅଟଳ ରହିଛି।
ସଂଘ ପକ୍ଷରୁ କରାଯାଇଥିବା ମୁଖ୍ୟ ଦାବିଗୁଡ଼ିକ ହେଉଛି 2003-24 ଖରିଫ ଋତୁ ପାଇଁ ରକ୍ଷଣାବେକ୍ଷଣ ଶୁଳ୍କ ପ୍ରଦାନ, କଷ୍ଟମ୍ ମିଲିଂ ପାଇଁ ଅତିରିକ୍ତ ପ୍ରୋତ୍ସାହନ ରାଶି, 40 କିଲୋମିଟରରୁ ଅଧିକ ଦୂରତା ପାଇଁ ପରିବହନର ଖର୍ଚ୍ଚର ସଂଶୋଧନ, ଅରୁଆ ଚାଉଳ କ୍ଷେତ୍ରରେ 1% ଡ୍ରାଏଜ୍ ବ୍ୟବସ୍ଥାର ପୁନଃ ପ୍ରଚଳନ କରିବା। ଏଥିସହିତ ମିଲରମାନେ ଚେତାବନୀ ଦେଇଛନ୍ତି ଯେ ସରକାରୀ ସ୍ତରରେ କୌଣସି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ନ ପାଇବା ପର୍ଯ୍ୟନ୍ତ ସମସ୍ତ ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ବନ୍ଦ ରହିବ। ପୂର୍ବରୁ ନଭେମ୍ବର ଓ ଡିସେମ୍ବର ମୌଖିକ ପ୍ରତିଶ୍ରୁତି ପାଇ ସେମାନେ କାର୍ଯ୍ୟ ଆରମ୍ଭ କରିଥିଲେ। ମାତ୍ର 5 ସପ୍ତାହ ବିତି ଯାଇଥିଲେ ମଧ୍ୟ କୌଣସି ସରକାରୀ ଆଦେଶନାମା ଜାରି କରାଯାଇ ନାହିଁ। ଅପରପକ୍ଷରେ ଖାଦ୍ୟ ଯୋଗାଣ ବିଭାଗ କହିଛି ଯେ ସେମାନେ ମିଲରଙ୍କ ଦାବି ସମ୍ପର୍କରେ ଅବଗତ ଅଛନ୍ତି ଏବଂ ଏହାର ସମାଧାନ ପାଇଁ ଅଧିକ ସମୟ ମାଗିଛନ୍ତି। ଧାନ ସଂଗ୍ରହ ପ୍ରକ୍ରିୟା ଯେପରି ପ୍ରଭାବିତ ନ ହେବ ସେଥିପାଇଁ ବିଭାଗ ଚେଷ୍ଟା କରୁଥିବା ଜଣାପଡ଼ିଛି। ମିଲରଙ୍କ ଏହି ନିଷ୍ପତ୍ତି ଯୋଗୁଁ ବିଶେଷ କରି ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଧାନ ବିକ୍ରି ପାଇଁ ଅପେକ୍ଷା କରିଥିବା ଚାଷୀଙ୍କ ମଧ୍ୟରେ ଅନିଶ୍ଚିତତା ଦେଖାଦେଇଛି। ପରବର୍ତ୍ତୀ ଖବର, ବିଳମ୍ବରେ ଆସିବାରୁ ଅଧିକାରୀଙ୍କ ପ୍ରବେଶକୁ ବାରଣ କଲେ ଜିଲ୍ଲାପାଳ। ଘଣ୍ଟାଏ ଧରି ଛିଡ଼ା ହେଲେ ରାୟଗଡ଼ାରେ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ପ୍ରକୋଷ୍ଠକୁ ଜିଲ୍ଲାସ୍ତରୀୟ ଅଧିକାରୀ ନିର୍ଦ୍ଧାରିତ ସମୟଠାରୁ ବିଳମ୍ବରେ ପହଞ୍ଚିଥିଲେ। ବିଳମ୍ବରେ ଆସିବାରୁ ଅଭିଯୋଗ ଶୁଣାଣି ଶିବିର ଭିତରକୁ ପ୍ରବେଶ କରିବା ପାଇଁ ଜିଲ୍ଲାପାଳ ବାରଣ କରିଛନ୍ତି, ଯାହାପରେ ପ୍ରଶାସନିକ ମହଲରେ ହଲଚଲ ସୃଷ୍ଟି ହୋଇଛି। ଜିଲ୍ଲାପାଳ ବାରଣ କରିଥିବାରୁ ଅଧିକାରୀଙ୍କ ପାଇଁ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଆଜି ଚଳିତ ବର୍ଷର ପ୍ରଥମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସଦର ମହକୁମାସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ ପକ୍ଷରେ ଚାଲିଛି। ନିର୍ଦ୍ଧାରିତ ସମୟ ଦିନ 10ଟା ଠାରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମରେ ଠିକ୍ ସମୟରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ପହଞ୍ଚି ସାରିଥିଲେ ମଧ୍ୟ ଅଧିକାଂଶ ଜିଲ୍ଲାସ୍ତରୀୟ ଅଧିକାରୀ ଶୁଣାଣିରେ ପହଞ୍ଚି ନଥିଲେ। କିଏ 20 ମିନିଟ୍ ତ ଆଉ କିଏ ଅଧଘଣ୍ଟା ବିଳମ୍ବରେ ପ୍ରକୋଷ୍ଠ ଭିତରେ ପ୍ରବେଶ ପାଇଁ ଆସିଥିଲେ। ଏହା ଜିଲ୍ଲାପାଳଙ୍କ ଦୃଷ୍ଟିକୁ ଆସିବା ପରେ ତୁରନ୍ତ ସୁରକ୍ଷା କର୍ମଚାରୀ ଓ ଅନ୍ୟ କର୍ମଚାରୀଙ୍କୁ ବିଳମ୍ବରେ ଆସିଥିବା ଅଧିକାରୀଙ୍କୁ ଅଭିଯୋଗ ପ୍ରକୋଷ୍ଠ ଭିତରକୁ ନ ଛାଡ଼ିବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ଏପରିକି ରାୟଗଡ଼ା ଉପଜିଲ୍ଲାପାଳ ରମେଶ କୁମାର ଜେନାଙ୍କୁ ମଧ୍ୟ ବିଳମ୍ବରେ ଆସିବାରୁ ଭିତରକୁ ଛଡ଼ାଯାଇ ନଥିଲା। ପରବର୍ତ୍ତୀ ଖବର, ଆସିଷ୍ଟାଣ୍ଟ ଏଗ୍ରିକଲଚର ଅଫିସର ରିକ୍ରୁଟମେଣ୍ଟ। ଅତିରିକ୍ତ କୃଷି ଅଧିକାରୀ ନିଯୁକ୍ତି ପାଇଁ ପ୍ରକାଶ ପାଇଲା ସରକାରୀ ବିଜ୍ଞପ୍ତି। ଓଡ଼ିଶାରେ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର ଆସିଛି। ଓଡ଼ିଶା ଲୋକସେବା ଆୟୋଗ ଓପିଏସସି ଅତିରିକ୍ତ କୃଷି ଅଧିକାରୀ ଏଏଓ ନିଯୁକ୍ତି 2026 ପାଇଁ ସରକାରୀ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ଜରିଆରେ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗରେ ଗ୍ରୁପ୍ ବିର ପାଖାପାଖି 118ଟି ପଦବୀ ପୂରଣ କରାଯିବାର ଯୋଜନା ରହିଛି। ଏହି ପଦବୀ ମଧ୍ୟରୁ 40ଟି ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିଛି, ଯାହାକି ମହିଳା ପ୍ରାର୍ଥୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ଚାକିରିରୁ ସୁଯୋଗ ପ୍ରଦାନ କରୁଛି। ଜାନୁଆରୀ 10 ତାରିଖରୁ ଅନଲାଇନ୍ ଆବେଦନ। ଆୟୋଗ ପକ୍ଷରୁ ପ୍ରଦାନ କରାଯାଇଥିବା ଏକ ସୂଚନା ଅନୁଯାୟୀ ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ 2026 ଜାନୁଆରୀ 10 ତାରିଖରୁ ଅନଲାଇନ୍ରେ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ଜାନୁଆରୀ 30 ରହିଛି। ପ୍ରାର୍ଥୀମାନେ ସରକାରୀ ଓପିଏସସି ୱେବସାଇଟ୍ ପରିଦର୍ଶନ କରି ଆବେଦନ ପ୍ରକ୍ରିୟା ସମାପ୍ତ କରିପାରିବେ। ନିଯୁକ୍ତି ସମ୍ବନ୍ଧୀୟ ସମସ୍ତ ଆବଶ୍ୟକ ସୂଚନା ଯେପରିକି ଯୋଗ୍ୟତା, ଆବେଦନ ପ୍ରକ୍ରିୟା ଏବଂ ଚୟନ ସହିତ ଜଡ଼ିତ ନିୟମ ଆୟୋଗଙ୍କ ୱେବସାଇଟ୍ରେ ଉପଲବ୍ଧ ରହିଛି। ଅତିରିକ୍ତ କୃଷି ଅଧିକାରୀ ପଦବୀ କୃଷି କିମ୍ବା ଉଦ୍ୟାନ କୃଷି ପଢ଼ିଥିବା ଏବଂ ସରକାରୀ ସେବାରେ ଯୋଗଦାନ କରି ଚାଷୀଙ୍କ ସହିତ କାମ କରିବାକୁ ଚାହୁଁଥିବା ଯୁବକ ଯୁବତୀଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଏହି ପଦବୀ ପାଇଁ ମନୋନୀତ ଅଧିକାରୀମାନେ ଚାଷୀମାନଙ୍କୁ ନୂତନ ପ୍ରଯୁକ୍ତି ବିଦ୍ୟା, ଫସଲ ଉନ୍ନତି ଏବଂ ସରକାରୀ ଯୋଜନା ବିଷୟରେ ସୂଚନା ପ୍ରଦାନ କରିବେ। ପରବର୍ତ୍ତୀ ଖବର, ସରକାରୀ ଚାକିରି ଉପରେ ସୁପ୍ରିମକୋର୍ଟଙ୍କ ଏକ ବଡ଼ ନିଷ୍ପତ୍ତି। ଏସ୍ସି ଏସ୍ଟି ଓବିସିଙ୍କୁ ମିଳିବ ସୁଯୋଗ। ସରକାରୀ ଚାକିରିରେ ସଂରକ୍ଷଣ ସମ୍ପର୍କରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଅନ୍ୟାନ୍ୟ ପଛୁଆ ବର୍ଗ ଏବଂ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗର ପ୍ରାର୍ଥୀମାନେ ସାଧାରଣ ବର୍ଗର କଟ୍ଅଫ୍ ଠାରୁ ଅଧିକ ନମ୍ବର ପାଇଲେ ସେମାନେ ସାଧାରଣ ବର୍ଗର ଆସନରେ ସରକାରୀ ଚାକିରି ପାଇବା ପାଇଁ ଯୋଗ୍ୟ ହେବେ। ଏହି ରାୟର ଭାରତରେ ସରକାରୀ ଚାକିରି ଏବଂ ସରକାରୀ ଶିକ୍ଷାନୁଷ୍ଠାନରେ ପ୍ରବେଶ ପାଇଁ ସୁଦୂରପ୍ରସାରୀ ପ୍ରଭାବ ପଡ଼ିବ। ସୁପ୍ରିମକୋର୍ଟର ଏହି ନିଷ୍ପତ୍ତିକୁ ସଂରକ୍ଷଣ ପାଇଁ ଯୋଗ୍ୟ ମେଧାବୀ ପ୍ରାର୍ଥୀଙ୍କ ପାଇଁ ଏକ ବଡ଼ ବିଜୟ ବୋଲି ବିବେଚନା କରାଯାଉଛି। ଏହି ନିଷ୍ପତ୍ତି ସରକାରୀ ଚାକିରିରେ ସାଧାରଣ ବର୍ଗର ଆସନର ଅର୍ଥକୁ ପୁନଃ ପରିଭାଷିତ କରିଛି। ସୁପ୍ରିମକୋର୍ଟର ଏହି ନିଷ୍ପତ୍ତି ରାଜସ୍ଥାନ ହାଇକୋର୍ଟର ଏକ ନିଯୁକ୍ତି ମାମଲାରେ ରାୟ ପରେ ଆସିଛି, ଯେଉଁଥିରେ କୁହାଯାଇଛି ଯେ ସଂରକ୍ଷିତ ବର୍ଗର ପ୍ରାର୍ଥୀମାନଙ୍କୁ ସାଧାରଣ ବର୍ଗର ଆସନରେ ନିଯୁକ୍ତି ଦିଆଯିବ ନାହିଁ, ଯଦିଓ ସେମାନଙ୍କର ସ୍କୋର ସାଧାରଣ କଟ୍ଅଫ୍ ଅତିକ୍ରମ କରିଯାଏ।
ତଥାପି ସେମାନଙ୍କୁ ସାମିଲ କରାଯିବନି ବୋଲି ଖବର ମିଳିଛି। ପରବର୍ତ୍ତୀ ଖବର, ସମ୍ବଲପୁରରେ ପିକନିକ୍ ବସ୍କୁ 2 ଲକ୍ଷ ଟଙ୍କା ଫାଇନ୍। 2,19,000 ଟଙ୍କା ଫାଇନ୍ କଲା ପରିବହନ ବିଭାଗ। ସମ୍ବଲପୁରରେ ପିକନିକ୍ ବସ୍କୁ 2 ଲକ୍ଷ ଫାଇନ୍, 2,19,000 ଟଙ୍କା ଫାଇନ୍ କଲା ପରିବହନ ବିଭାଗ। ତେବେ ଖୋଦ୍ ଆର୍ଟିଓ ନିଜେ ଉପସ୍ଥିତ ରହି 25 ବର୍ଷର ଏହି ପୁରୁଣା ଟୁରିଷ୍ଟ ବସ୍କୁ ମୋଟା ଅଙ୍କର ଫାଇନ୍ କରିଛି। ଏହା 25 ବର୍ଷର ପୁରୁଣା ଗାଡ଼ି ବୋଲି କୁହାଯାଉଥିବା ବେଳେ ଝାରସୁଗୁଡ଼ାରୁ ହୀରାକୁଦକୁ ସ୍କୁଲ ପିଲାଙ୍କୁ ନେଇ ପିକନିକ୍ ଆସିଥିଲା। ହେଲେ ଦୀର୍ଘ ଦିନରୁ ଏହି ବସ୍ ମାଲିକ କୌଣସି ଟିକସ ଦେଉନଥିବାରୁ ଅଭଲି ମୋଟା ଅଙ୍କର ଫାଇନ୍ ପଡ଼ିଥିବା କହିଛନ୍ତି ଆର୍ଟିଓ। ପରବର୍ତ୍ତୀ ଖବର, ପୋଲିସ କନେଷ୍ଟବଳ ଭର୍ତ୍ତି 2026। ସରକାରଙ୍କ ବଡ଼ ନିଷ୍ପତ୍ତି, ବଢ଼ିଲା କନେଷ୍ଟବଳ ପଦବୀ ପାଇଁ ଆବେଦନ ବୟସ ସୀମା। ପୋଲିସ ନିଯୁକ୍ତିରେ ସରକାରଙ୍କ ବଡ଼ ନିଷ୍ପତ୍ତି, 3 ବର୍ଷ ଛାଡ଼ ହେଲା ପ୍ରାର୍ଥୀଙ୍କ ବୟସ ସୀମା। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୟୁପି ପୋଲିସ ଏବଂ ଜେଲ ବିଭାଗରେ ସିଧାସଳଖ ନିଯୁକ୍ତି ପାଇଁ ବୟସ ସୀମା ଛାଡ଼ କରିଛନ୍ତି। ୟୁପି ପୋଲିସ ଏବଂ ଜେଲ ବିଭାଗରେ ସିଧାସଳଖ ନିଯୁକ୍ତି ପାଇଁ ବୟସ ସୀମା 3 ବର୍ଷ, 22 ବର୍ଷରୁ 25 ବର୍ଷ କୋହଳ କରାଯାଇଛି। ଏହି ନିଯୁକ୍ତି ଅଭିଯାନ ମାଧ୍ୟମରେ କନେଷ୍ଟବଳ, ପିଏସି, ସ୍ୱତନ୍ତ୍ର ସୁରକ୍ଷା ବଳ, ମହିଳା ବାଟାଲିୟନ ଏବଂ ଜେଲ୍ ୱାର୍ଡର ପଦବୀ ସମେତ ମୋଟ 32,679 ପଦବୀ ପୂରଣ କରାଯିବ। ଏହି ସମ୍ପର୍କରେ ଏକ ସରକାରୀ ନିର୍ଦ୍ଦେଶ ଜାରି କରାଯାଇଛି। ପରବର୍ତ୍ତୀ ଖବର, ଓଏନଜିସି ପ୍ଲାଣ୍ଟରେ ଗ୍ୟାସ୍ ଲିକ୍ ଓ ଭୟଙ୍କର ଅଗ୍ନିକାଣ୍ଡ। ସମ୍ପୃକ୍ତ ଅଞ୍ଚଳରୁ ହଟେଇ ଦିଆଗଲା ଲୋକଙ୍କୁ। ଆନ୍ଧ୍ରପ୍ରଦେଶରେ ଓଏନଜିସି କୂଅରେ ଗ୍ୟାସ୍ ଲିକ୍ ଯୋଗୁଁ ଅଭିଯୋଗର ବିସ୍ଫୋରଣ ହୋଇଛି। ସୋସିଆଲ ମିଡ଼ିଆରେ ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳୁଛି ଯେ ଅଗ୍ନି ପିଣ୍ଡୁଳା କୂଅରୁ ଉପରକୁ ଉଠୁଛି। ନିଆଁ ଓ ବିସ୍ଫୋରଣ ସମ୍ପୃକ୍ତ ଅଞ୍ଚଳରେ ଭୟଙ୍କର ରୂପ ନେଇଛି। କୌଣସି ଲୋକଙ୍କ ମୃତାହତ ହେବାର ସୂଚନା ମିଳିନାହିଁ। ଉକ୍ତ ଘଟଣାଟି ଏକ କୂଅରେ ଘଟିଛି, ଯାହାକୁ ଡକ୍ଟର ବିଆର୍ ଆମ୍ବେଦକର କୋଣାସୀମା ଜିଲ୍ଲାରେ ଥିବା ଡିପ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଦ୍ୱାରା ପରିଚାଳନା କରାଯାଉଥିଲା। ସରକାରୀ ସୂତ୍ର ଅନୁସାରେ କୁହାଯାଇଛି ଯେ ଗ୍ୟାସ୍ ଲିକ୍ ଓ ଅନ୍ୟ ନିଆଁ ଲାଗିବା ପରେ ରାଜାମୁରିନ୍ଦୁରୁ ଅଏଲ୍ ଆଣ୍ଡ ନ୍ୟାଚୁରାଲ ଗ୍ୟାସ୍ କର୍ପୋରେସନ ବରିଷ୍ଠ ଅଧିକାରୀ ମୋରି ଗାଁରେ ପହଞ୍ଚିଥିଲେ, ଯେଉଁଠାରେ ମୋରି 5 କୂଅରେ ନିଆଁ ଲାଗିଥିଲା। ଉକ୍ତ ଧମାକା ପରେ ଓଏନଜିସିର ପାଇପଲାଇନ୍ ପ୍ରଭାବିତ ହେବାର ଆଶଙ୍କା କରାଯାଇଛି। ଏହାପରେ ସେଠାରେ ଗ୍ୟାସ୍ ଲିକ୍ର ଭୟ ବ୍ୟାପି ଯାଇଛି। ନିଆଁ ଏତେ ଅଧିକ ଭୟଙ୍କର ରୂପ ନେଇଥିଲା ଯେ ପୁରା ଅଞ୍ଚଳରେ ଧୂଆଁର ଆସ୍ତରଣ ଭରି ଯାଇଥିଲା। ପରବର୍ତ୍ତୀ ଖବର, ଜଳି ଯାଉଥିଲେ ବିଦ୍ୟାଳୟର 4 ଜଣ ଛାତ୍ର, ଉଦ୍ଧାର ପରେ ଡାକ୍ତରଖାନାରେ ଭର୍ତ୍ତି। ବିଦ୍ୟାଳୟ ପରିସରରେ ପାଠ ପଢ଼ା ଚାଲିଥିଲା ବେଳେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ 4 ଜଣ ଛାତ୍ର ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି। ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ପାଇକଡାକୁଲଗୁଡ଼ାସ୍ଥ ଉନ୍ନତି ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଅପରାହ୍ନରେ ଏକ ଘଟଣାଟି ଅଗ୍ନିକାଣ୍ଡ ଘଟିଛି। ସ୍କୁଲ ପରିସରରେ ନିଆଁରେ ପୋଡ଼ି ହୋଇ 4 ଜଣ ଛାତ୍ର ଗୁରୁତର ହୋଇଛନ୍ତି। ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି। ଆଜି ଅପରାହ୍ନ 3ଟା ସମୟରେ ବିଦ୍ୟାଳୟ କିଛି ଛାତ୍ର ପରିସ୍ରା କରିବାକୁ ଯାଇଥିଲେ। ସେ ସମୟରେ ବିଦ୍ୟାଳୟର ଜଣେ ଛାତ୍ର 4 ଜଣ ଛାତ୍ରଙ୍କ ଉପରେ ଥିନର ପକାଇ ଦିଆସିଲି ଲଗାଇ ଦେଇଥିଲା ବୋଲି କୁହାଯାଉଛି। ଫଳରେ ପିଲାମାନଙ୍କ ଶରୀର ଅଗ୍ନି ସଂଯୋଗ ହୋଇଥିଲା। ପିଲାମାନେ ଜଳି ଯାଉଥିଲେ। ଖବର ପାଇ ବିଦ୍ୟାଳୟର ଶିକ୍ଷକମାନେ 4 ଜଣ ଛାତ୍ରଙ୍କୁ ଉଦ୍ଧାର କରି ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ ଚିକିତ୍ସା ନିମନ୍ତେ ନେଇଛନ୍ତି। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ କ୍ରିଷ୍ଟିଆନ ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଛି। ଆହତମାନଙ୍କ ମଧ୍ୟରେ ବିରାଜ ଟାକ୍ରି ଗୁରୁତର ରହିଛି। ପରବର୍ତ୍ତୀ ଖବର, ସୋମବାର ଠାରୁ ରାଜ୍ୟରେ ପୁଣି ଶୀତ ବଢ଼ିବ। ରାତି ତାପମାତ୍ରା 2ରୁ 4 ଡିଗ୍ରୀ କମିବ। ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନକୁ ଥରାଇବ ଶୀତ। ପାଣିପାଗ ବିଭାଗ ଏଭଳି ଆକଳନ କରିଛି। ସୋମବାର ଫୁଲବାଣୀ, ବୌଦ୍ଧ, ଅନୁଗୁଳ, ସୋନପୁର, ବଲାଙ୍ଗୀର, ଟିଟିଲାଗଡ଼, ନୂଆପଡ଼ା, ନବରଙ୍ଗପୁରରେ ରାତି ତାପମାତ୍ରା 10ରୁ 12 ଡିଗ୍ରୀ ଭିତରେ ରହିବ। ମଙ୍ଗଳବାର ଫୁଲବାଣୀରେ 8 ଡିଗ୍ରୀ, କୋରାପୁଟରେ 9, ବୌଦ୍ଧ ଓ ଭବାନୀପାଟଣାରେ 10, ରାଉରକେଲା, ସୁନ୍ଦରଗଡ଼, ଝାରସୁଗୁଡ଼ାରେ 11, କେନ୍ଦୁଝର, ଢେଙ୍କାନାଳ, ମାଲକାନଗିରି ରାତି ତାପମାତ୍ରା 12 ଡିଗ୍ରୀ ରହିପାରେ। 8 ତାରିଖରେ ଅନୁଗୁଳ, ବୌଦ୍ଧ, ଫୁଲବାଣୀ, ଭବାନୀପାଟଣା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଟିଟିଲାଗଡ଼, ବଲାଙ୍ଗୀର ମଧ୍ୟ ପ୍ରବଳ ଶୀତ ଅନୁଭୂତ ହୋଇପାରେ। ଯାଜପୁର ଓ ନୟାଗଡ଼ ଅତି ଘନ କୁହୁଡ଼ି ରହିପାରେ। ଖୋର୍ଦ୍ଧା, କଟକ, ଗଞ୍ଜାମ, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ସୁନ୍ଦରଗଡ଼ରେ ଘନ କୁହୁଡ଼ି ରହିବ। ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବହୁ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଶନିବାର ରାତିରେ ଯେ ଉଦୟଗିରି ରାତି ତାପମାତ୍ରା 6.4 ଡିଗ୍ରୀ ଥିଲା, କୋରାପୁଟରେ ସ୍ୱାଭାବିକ ଠାରୁ 2.3 ଡିଗ୍ରୀ ଖସି 10.2 ଡିଗ୍ରୀ ରହିଥିଲା।
ଫୁଲବାଣୀରେ ପାରଦ 8.5, ଶିମିଳିଗୁଡ଼ାରେ 9.1, ଝାରସୁଗୁଡ଼ାରେ 11.5, ରାୟଗଡ଼ାରେ 12 ଡିଗ୍ରୀ ଥିଲା। ଯାଜପୁରର ଘନ କୁହୁଡ଼ି ଯୋଗୁଁ ଦୃଶ୍ୟମାନ ଦୂରତା 50 ମିଟରରୁ କମ୍ ରହିଥିଲା। ଜଗତସିଂହପୁର, ଭୁବନେଶ୍ୱର, ଗୋପାଳପୁର, ଖୋର୍ଦ୍ଧା, ଢେଙ୍କାନାଳ ଓ ଫୁଲବାଣୀ ମଧ୍ୟରେ ଧରଣର କୁହୁଡ଼ି ଦୃଶ୍ୟମାନ ହୋଇଥିଲା ବୋଲି ଆଇଏମ୍ଡି ତରଫରୁ ପାଣିପାଗ ବିଭାଗରୁ ସୂଚନା ମିଳିଛି। ପରବର୍ତ୍ତୀ ଖବର, ଦୂର ହେବ ସଂଗୃହୀତ ଚାଉଳ ରଖିବା ସମସ୍ୟା। ଧାନ ସଂଗ୍ରହ ପ୍ରକ୍ରିୟାରେ ହେଲା ଆଧୁନିକରଣ। ରାଜ୍ୟରେ ହେବ ଅଧିକ ସ୍ମାର୍ଟ ଗୋଦାମ। ରାଜ୍ୟରେ ବଢ଼ିଛି ଧାନ ଉତ୍ପାଦନ, ତା ସହିତ ବଢ଼ିଛି ଧାନ ସଂଗ୍ରହ। ଅଧିକ ଧାନ ସଂଗ୍ରହ ହେଉଥିବାରୁ ସେହି ଅନୁସାରେ ଚାଉଳ ସଂଗ୍ରହ କରି ରଖିବା ପାଇଁ ସ୍ଥାନର ଅଭାବ ଅଛି। ତେଣୁ ରାଜ୍ୟରେ ପ୍ରତିଷ୍ଠା ହେବ ଅଧିକ ସଂଖ୍ୟକ ସ୍ମାର୍ଟ ଗୋଦାମ। ଶନିବାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର କାର୍ଯ୍ୟ ସମୀକ୍ଷା କରିବା ବେଳେ ଏଭଳି ପରାମର୍ଶ ଦେଇଛନ୍ତି। ବୈଠକରେ ଧାନ ସଂଗ୍ରହ ପ୍ରକ୍ରିୟା ଓ ସାଧାରଣ ବଣ୍ଟନ ବ୍ୟବସ୍ଥାର ଆଧୁନିକୀକରଣ ବାବଦରେ ସୂଚନା ଦିଆଯାଇଥିଲା। ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମଣ୍ଡିଗୁଡ଼ିକରୁ ଠିକ୍ ସମୟରେ ଧାନ ଉଠିବା ଏବଂ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବା ଉପରେ ଗୁରୁତ୍ୱ ଦିଆଯାଇଛି। ଚାଷୀ କିଭଳି ସେମାନଙ୍କର ପ୍ରାପ୍ୟ ଶୀଘ୍ର ଓ ସୁବିଧାରେ ପାଇବେ ସେ ଦିଗରେ ଧ୍ୟାନ ଦେବାକୁ କୁହାଯାଇଛି। ସମସ୍ତ ବ୍ୟବସ୍ଥାର ସୁପରିଚାଳନ ପାଇଁ କଲ୍ ସେଣ୍ଟର ତଥା କଣ୍ଟ୍ରୋଲ ରୁମ୍ କାର୍ଯ୍ୟକାରିତା ବାବଦରେ ନିୟମିତ ତଦାରଖ କରିବାକୁ ମୁଖ୍ୟ ସଚିବ ଶ୍ରୀମତୀ ଗର୍ଗ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରୁ ମିଳିଥିବା ସୂଚନା ମୁତାବକ ଚଳିତ 2025-26 ଧାନ କିଣା ଋତୁ ପାଇଁ 19,67,812 ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି। ଖରିଫ 2025-26 ପାଇଁ ମୋଟ ଧାନ ଚାଷ ଅଞ୍ଚଳ 61,67,414 ଏକର ପଞ୍ଜୀକୃତ ହୋଇଛି। ଚଳିତ ମାସ 3 ତାରିଖ ସୁଦ୍ଧା 18ଟି ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ 11.84 ଲକ୍ଷ ଟନ୍ ଧାନ ସଂଗ୍ରହ କରାଯାଇଛି। ଧାନ ସଂଗ୍ରହ ପାଇଁ